बड़ भाई दु जन प्रणाम समस्त प्रणाम यही देखा दिया सरकाराई चारा पारिजात तुम्हें मर्त्यराई चारा मधु माँ मर्त्यराई चारा मधु सरकाराई चारा पारिजात तुम्हें मर्त्यराई चारा मधु मर्त्यराई चारा मधु अमृत धारा को बरसी देचा साजीभूत प्रेमे बधु साजीभूत प्रेमे बधु स्वर्गराई चार मधु एपटे रचिछ मायार पाचेरी सेपटे जीवन महु एपटे रचिछ मायार पाचेरी सेपटे जीवन महु सेपटे जीवन महु अज्ञान अंधारे चंद्रमा तुम्हें माँ आमे तो साधव बहु आमे तो साधव बहु स्वर्गराई चारा पारिजात तुम्हें मर्त्यराई चारा मधु मर्त्यराई चारा मधु संसार मंगल करिबार अर्थे साजिछ अग्नेय गिरी संसार मंगल करिबार अर्थे साजिछ अग्नेय गिरी साजिछ अग्नेय गिरी अति मानवर प्रस्तुतिर पथे करिबला भाटियारी करिबला भाटियारी स्वर्गराई चारा पारिजात तुम्हें मर्त्यराई चारा मधु मर्त्यराई चारा मधु शून्य शून्य मध्ये तुम्हें निरंजन इंद्रिय मध्यरे ज्ञान इंद्रिय मध्यरे ज्ञान पूर्ण जग मध्ये तुम्हें समन्वय आत्मध्ये भगवान आत्मध्ये भगवान स्वर्गराई चारा पारिजात तुम्हें मर्त्यराई चारा मधु मर्त्यराई चारा मधु अमृत धारा को बरसी देचा साजीभूत प्रेमे मधु साजीभूत प्रेमे बधु मर्त्यराई चारा मधु साजीभूत प्रेमे बधु वंदे मातरम। श्रीमाता शरणं मम श्री अरविंद शरणं मम और सर्विस ऑनलाइन पाठचक्र माध्यम रे योगदान करथिबा समस्त मातृभूमि भाई माननकु अंतरु शुभेच्छा धन्यवाद एवं नमस्कार जनाउछि।
ଏବଂ ସମସ୍ତଙ୍କ ତରଫରୁ ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରୁଛି। ସୁନ୍ଦର ମାତୃବନ୍ଦନା ନିବେଦନ ପାଇଁ ସାବିତ୍ରୀ ବାପାଙ୍କୁ ଆନ୍ତରିକ ଧନ୍ୟବାଦ। ପ୍ରକୃତରେ ସାବିତ୍ରୀ ବାପା ପରିବେଶକୁ ଯେଉଁ ଭାବ ବିମୁକ୍ତ କରି ରଖିଥିଲେ ସେଥିରୁ ବାହାରିବାକୁ ମୋଟେ ଇଚ୍ଛା ହଉନଥିଲା। ପ୍ରକୃତରେ ମତେ ଲାଗେ ଅନେକ ସମୟରେ ଶହ ଶହ ଏଭଳି ଆଲୋଚନା ଅପେକ୍ଷା ଭକ୍ତିପୂତ ଏକାଗ୍ରତା କିଛି ସମୟ ପାଇଁ ସେଟା ବେଶୀ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ଆନ୍ତରିକ ମାତୃବନ୍ଦନା ଆମକୁ ସେଇ ସ୍ତରକୁ ନେଇଯାଏ, ସେ ଅନୁଭୂତି ଆଣିଦିଏ। ତେଣୁ ଯାହା ଶହ ଶହ ଆଲୋଚନା କରି ନପାରେ ଗୋଟିଏ ମାତୃବନ୍ଦନା ସେ ଅସାଧ୍ୟ ସାଧନ କରିଦେଇପାରେ। ବହୁତ ଧନ୍ୟବାଦ ଆପଣଙ୍କୁ। ପୁନର୍ବାର ମାଙ୍କ ପାଖରେ କୃତଜ୍ଞତା ଜଣାଇ ଆମେ ଆଲୋଚନାର ପରିସର ଭିତରକୁ ଯିବା। ପ୍ରଭୁଙ୍କର ପତ୍ରାବଳୀ ଯାହା ସଂକଳିତ ହେଇଛି ଯୋଗ ପ୍ରଦୀପ ପୁସ୍ତିକାରେ ତାହା ଆମେ ଅଧ୍ୟୟନ କରୁଛୁ ଧାରାବାହିକ ଭାବରେ। ପ୍ରଥମ ପର୍ଯ୍ୟାୟ ଲକ୍ଷ୍ୟ ଏ ପ୍ରସଙ୍ଗରେ ଯେତେ ପତ୍ରାବଳୀ ଅନ୍ତର୍ଭୁକ୍ତ ଥିଲା ତାହା ଆମେ ଅଧ୍ୟୟନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟକୁ ଆଜି ଯିବା। ଆଧାରର ସ୍ତର ଓ ଅଂଶ, ପ୍ଲେନ୍ସ ଆଣ୍ଡ ପାର୍ଟସ ଅଫ୍ ଦି ବିମ୍। ଏହି ସମ୍ପର୍କରେ ଜିଜ୍ଞାସୁ ମାନଙ୍କର ଅନେକ ପ୍ରଶ୍ନର ସମାଧାନ କରିଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ, ଯାହାକି ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଏବଂ ଉପାଦେୟ। ଯେତେବେଳେ ଜଣେ ନିଜ ଜୀବନକୁ ଭଲ ଭାବରେ ବଞ୍ଚିବା ପାଇଁ ଚେଷ୍ଟା କରେ, ଯଦି ଆନ୍ତରିକ ଭାବରେ ସେ ଚେଷ୍ଟା କରୁଥାଏ ଜୀବନକୁ ଭଲ ଭାବରେ ବଞ୍ଚିବା ପାଇଁ, ସେ ବେଳେ ବେଳେ ଗୋଟେ ମାର୍ଗକୁ ଆସିଯାଏ, ଯେଉଁ ମାର୍ଗକୁ ଆମେ କହୁ ଯୋଗ। ମାନେ ଜଣେ ପ୍ରକୃତରେ ଯଦି ନିଜ ଜୀବନକୁ ଠିକ ଭାବରେ ବଞ୍ଚିବାକୁ ଚାହୁଁଛି, ସେ ଯୋଗ ମାର୍ଗକୁ ଅବଲମ୍ବନ କରିବାକୁ ବାଧ୍ୟ ହବ। ସେ ଅଜାଣତରେ କରୁଥାଇପାରେ, ସେ ଯାହା କରୁଥିବ ସେଟା ହଉଛି ଯୋଗ। ସେଟା ହିଁ ଯୋଗ। ଜୀବନରେ ସତ୍ୟର ସନ୍ଧାନ, ଜୀବନକୁ ଠିକ ଭାବରେ ବଞ୍ଚିବା। କାରଣ ଯଦି ଠିକ ଭାବରେ ବଞ୍ଚିବା ନାହିଁ, ଯଥେଚ୍ଛାଚାର କରିବା, ତାହେଲେ ଦେଖିବା ଯେ ଆମେ ଜୀବନରେ ଆମର ଇପ୍ସିତ ସୁଖ ପ୍ରାପ୍ତ କରିପାରୁନାହିଁ, ଯାହାକି ଆମର ଲକ୍ଷ୍ୟ। ଆମ ସମସ୍ତଙ୍କର ତ ସାଧାରଣ ମଣିଷ କଥା ମୁଁ କହୁଛି, ଆମ ସମସ୍ତଙ୍କର ଲକ୍ଷ୍ୟ ସୁଖ ପ୍ରାପ୍ତି। ଆମେ ଜୀବନରେ ଯାହା କିଛି କରୁ ପରିଶେଷରେ ଘୁରି ଘୁରି କରି ସେଟା ସେ ଗୋଟିଏ ବିନ୍ଦୁରେ ହିଁ ପହଞ୍ଚେ, ସୁଖ। এই ଯେଉଁ ସାମାଜିକ ବ୍ୟବସ୍ଥା ସୃଷ୍ଟି ହେଇଛି, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ପୋଲିସ ବ୍ୟବସ୍ଥା, ଆଇନ କାନୁନ, ଆମର ସାମାଜିକ ବ୍ୟବସ୍ଥା ଗୁଡିକ ଯେମିତି ବିବାହ ପ୍ରଥା, ପାରିବାରିକ ବ୍ୟବସ୍ଥା, ବୃତ୍ତିଗତ କର୍ମ ଏବଂ ସେଥିରେ ବିଭିନ୍ନ ପ୍ରକାର ଶୃଙ୍ଖଳା, ଏସବୁର ଅନ୍ତିମ ପରିଣତି କଣ? ମଣିଷ ସମାଜ କାହିଁକି ଏଭଳି ଗୋଟେ ବ୍ୟବସ୍ଥା, ବିଭିନ୍ନ ବ୍ୟବସ୍ଥାର ଗୋଟେ ଜଟିଳ ସୂତ୍ର ମଧ୍ୟରେ ଗୋଟେ ବୃହତ ବ୍ୟବସ୍ଥା ସୃଷ୍ଟି କରିଛି? ପରିଶେଷରେ ଆମର ଉତ୍ତର ପାଇବା ଯେ ସେ ସୁଖ ଶାନ୍ତିରେ ବସବାସ କରିବ। ସେଇ ସୁଖ ଯଦି ଆମର ଲକ୍ଷ୍ୟ ହୁଏ, ତାହେଲେ ଆମେ ସାଧାରଣ ଜୀବନରେ ପରିଶେଷରେ ସେ ସୁଖ ପ୍ରାପ୍ତି କରିପାରୁଛୁ କି? ଯେଉଁ ସୁଖ ପ୍ରାପ୍ତ କରୁଛୁ ସେଟା କ୍ଷଣସ୍ଥାୟୀ, ପୁଣି ସେଇ ସୁଖର ଦୁଷ୍ପରିଣାମ ଗୁଡାକ ଆମକୁ ଭୋଗ କରିବାକୁ ପଡୁଛି। ସୁଖ ପ୍ରାପ୍ତି କରିବା ବୋଲି ଆମେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଦ୍ରବ୍ୟ ଭୋଜନ କରିବାରେ ଲିପ୍ତ ହେଲେ,
ଏବଂ ଜୀବନ ଅଧିକାଂଶ ସମୟ ସେଥିରେ ବିନିଯୋଗ କଲେ, ଅଧିକାଂଶ ଅର୍ଥ ସେଥିରେ ବ୍ୟୟ କଲେ, କିନ୍ତୁ ପରିଶେଷରେ ହେଲା କଣ? ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, ଏସବୁ ଆଜିକାଲି ଗୋଟେ ଗୋଟେ ମାନେ ଯେମିତି ରଇସି ମାନେ ଆଭିଜାତ୍ୟର ପରିଚୟ ସେମିତି ହେଇଗଲାଣି। କେତେ ବିକୃତ ହେଇଗଲାଣି ଆମର ଜୀବନ ଧାରା। ଏସବୁ ଆଭିଜାତ୍ୟର ପରିଚୟ। ଏସବୁ ନଥିଲେ କି ବଡ ଲୋକ, ଯାହାର କିଛି ନାହିଁ ଏସବୁ ରୋଗ ବ୍ୟାଧି, ତାହେଲେ ସେ ଠିକ ନୁହେଁ, ଯଥାର୍ଥ ମଣିଷ ନୁହେଁ, ସମ୍ମାନର ସହିତ ଜୀବନରେ ବଞ୍ଚିବା ପାଇଁ ଯେମିତି ଯୋଗ୍ୟ ନୁହେଁ। ଏ ରୋଗ ବ୍ୟାଧି ଯେମିତି ଆମର ଶରୀର ଗୋଟେ ଗୋଟେ ଭୂଷଣ, ଆମର ବ୍ୟକ୍ତିତ୍ୱର ଅନ୍ୟତମ ପରିଚୟ, ଏମିତି ହେଇଗଲାଣି। ଗୋଟେ ଦୃଷ୍ଟିରୁ ଦେଖିଲେ ଲାଗେ ଯେମିତି ବିକୃତିର ଚରମ ଅବସ୍ଥାରେ ପହଞ୍ଚିଗଲାଣି। ଏବଂ ସେଥିରେ ମଧ୍ୟ ନିରାଶ ହେବାର ନାହିଁ, କାହିଁକି ନା the night is darkest before the dawn। ଯେତେବେଳେ ରାତ୍ରିର ଅନ୍ଧକାର ଗାଢତମ ହେଇଯାଏ, ଅନ୍ଧକାରର ଗାଢତା ଯେତେବେଳେ ଚରମ ସୀମାରେ ପହଞ୍ଚିଯାଏ, ସେତେବେଳେ ଆମେ ନିଶ୍ଚିନ୍ତ ହେଇଯିବା ଯେ ସୂର୍ଯ୍ୟୋଦୟ ଆଉ ବେଶୀ ଡେରି ନାହିଁ। ତେଣୁ ସେଇଭଳି ଏ ବିକୃତି ସୂଚିତ କରୁଛି ଗୋଟେ ସୁନ୍ଦର ସଂଗତିପୂର୍ଣ୍ଣ ନୂତନ ଜୀବନକୁ। ପ୍ରକୃତରେ ସିଆଡକୁ ବାଟ କଢେଇ ନେଉଛନ୍ତି ଆମକୁ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଦିବ୍ୟଜନନୀ ଶ୍ରୀମା। ତେଣୁ ଯେତେବେଳେ ଜଣେ ଦେଖେ ଜୀବନଟାକୁ କିଭଳି ବଞ୍ଚିବ ଠିକ ଭାବରେ, ସେ ଖୋଜେ ଯେ ପ୍ରକୃତ ସୁଖ କେଉଁଠି ମିଳିବ। ଗୋଟେ ସାଧାରଣ କଥା, ଜଣେ ଅନପଢ ଅଶିକ୍ଷିତ, ତଥାକଥିତ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ବ୍ୟକ୍ତି ମଧ୍ୟ ଜାଣେ, ବରଂ ଆଜିକାଲିର ଶିକ୍ଷିତ ଯୁବକ ଯୁବତୀ ଏବଂ ବୟସ୍କ ମାନେ ମଧ୍ୟ, ଯୁବକ ଯୁବତୀ ତ ମୋଟେ ଶୁଣିବା ଅବସ୍ଥାରେ ନାହାନ୍ତି, ଆଧୁନିକ ଯୁବକ ଯୁବତୀ ଏବଂ ବୟସ୍କ ମାନେ ଯେଉଁମାନେ ଜାଣି ସାରିଲେଣି ପ୍ରକୃତ ଜୀବନଶୈଳୀ କେମିତି ହେବା କଥା, ସେମାନେ ବିଭିନ୍ନ ବାହାନା କରି, ବିଭିନ୍ନ ସମସ୍ୟାର ଦ୍ୱାହି ଦେଇ ସେ ସତ୍ୟକୁ ସେମାନେ ପୋଷ୍ଟପୋନ କରି ଚାଲିଛନ୍ତି, ମାନେ ଯଥାସମ୍ଭବ ତାକୁ କାଳ ବିଳମ୍ବ କରି ଚାଲିଛନ୍ତି। କିନ୍ତୁ ନିପଟ ମଫସଲରେ ବାସ କରୁଥିବା ଜଣେ ଚାଷୀ ବା ଗୋଟେ ମୂଲିଆ, ସେ ଭଲ ଭାବରେ ଜାଣେ ଦେହକୁ କେମିତି ସୁସ୍ଥ ରଖାଯିବ। ତାକୁ କୌଣସି ପାର୍ଟିକୁ ନେଇଯାଇକରି ଇଆଡୁ ସିଆଡୁ ତାକୁ ଖାଇବାକୁ ଦେଲେ ସେ ଖାଇବ ନାହିଁ। ତାର ଦିନଚର୍ଯ୍ୟା ଶୃଙ୍ଖଳିତ। ଅବଶ୍ୟ କହିପାରନ୍ତି ଯେ ସେ ପଶୁବତ ଜୀବନ ଯାପନ କରୁଛି, ଯେମିତି ପଶୁପକ୍ଷୀ ମାନଙ୍କର ସ୍ୱାସ୍ଥ୍ୟ ପ୍ରାୟତଃ ବିଗିଡେ ନାହିଁ, କାରଣ ସେମାନେ ପ୍ରାକୃତିକ ଜୀବନ ଯାପନ କରନ୍ତି ଏବଂ କୌଣସି ବିଶୃଙ୍ଖଳିତ ଅସଙ୍ଗତିପୂର୍ଣ୍ଣ କାର୍ଯ୍ୟ କରନ୍ତି ନାହିଁ। କିନ୍ତୁ ତାଙ୍କ ଜୀବନରେ ତ ବିକାଶ ନାହିଁ, ପ୍ରଗତି ନାହିଁ। ଯଦି ଯୋଉଟା ଅଛି ସେଟା ଅତି କ୍ଷୀଣ, ଅତି ମନ୍ଥର। ଆମେ କଣ ପଶୁବତ ଜୀବନ ଯାପନ କରିବା? ତାଙ୍କ ଭଳି ପ୍ରାକୃତିକ ହେଇକରି କେବଳ ଦେହକୁ ସୁସ୍ଥ ରଖିକରି ଆମେ, ସେଇଟା କଣ ଆମର ଲକ୍ଷ୍ୟ? ନା, ସେଇଟା ବି ନୁହେଁ। ଆମେ ପ୍ରାକୃତିକ ଜୀବନ ଯାପନ କରିବା, ଶୃଙ୍ଖଳିତ ଜୀବନ ଯାପନ କରିବା, ତା ସହିତ ଚେତନାର ବିକାଶ ଯେମିତି ଦ୍ରୁତ ହବ। କେବଳ ମଣିଷ ସୁଲଭ ହେଇକି ରହିଲେ ମଧ୍ୟ ଚଳିବ ନାହିଁ। ମଣିଷ ଠାରୁ ଉଚ୍ଚତର ଚେତନାର ଯେଉଁ ଗତିଧାରା, ଯେଉଁ ପେସ୍, ସେଇଟା ଆମକୁ ଶିଖିବାକୁ ପଡିବ। ତେଣୁ ନିଶ୍ଚିତ ଭାବେ ଏଇଟା ବହୁତ ବଡ ଆହ୍ୱାନ ଆମ ପାଇଁ, ସମସ୍ତଙ୍କ ପାଇଁ। କିନ୍ତୁ ପ୍ରସଙ୍ଗଟି ହେଉଛି ଯେ ଆମେ କଣ କଲେ ନିଜ ଜୀବନକୁ ଠିକ ଭାବରେ ବଞ୍ଚିବା ଏବଂ ପରିଶେଷରେ ସେ ଅନ୍ତିମ ସୁଖ, ଚରମ ସୁଖ ପ୍ରାପ୍ତ କରିପାରିବା। ସେଟା ପ୍ରକୃତରେ ଯେତେବେଳେ ଆମେ ସେ ଚରମ ସୁଖ ଅନୁଭବ କରିବା, ସେଟା ଦେଖିବା ଯେ ସେଟା ସୁଖ ନୁହେଁ, ସେଟା ହଉଛି ସେ ପରମ ଆନନ୍ଦ। ସୁଖ ହଉଛି ତାର ଗୋଟେ ଅତି ବିକୃତତମ ଝଲକ, ମୋଷ୍ଟ ସୁପରଫିସିଆଲ, ମୋଷ୍ଟ ଡିଜେନେରେଟେଡ
spark or ray of that ultimate ଆନନ୍ଦ or bliss, ସେଟା ହଉଛି ଆଜିକାର ମଣିଷର ତଥାକଥିତ ସୁଖ, ସର୍ବୋଚ୍ଚ ସୁଖ ପୁଣି ସେଟା। ତେଣୁ ସେ ସର୍ବୋଚ୍ଚ ସୁଖର ସନ୍ଧାନରେ ମଣିଷ ଯାହା ଯାହା କରୁଛି ଭୁଲ କରୁଛି, ପୁଣି ଶିଖିବାକୁ ଚେଷ୍ଟା କରୁଛି ପ୍ରକୃତ ଆନନ୍ଦ ଯାହାକି ଅଖଣ୍ଡ। କାରଣ ପ୍ରକୃତ ଆନନ୍ଦ କେବେ ଖଣ୍ଡିତ ହୁଏ ନାହିଁ, କାରଣ ଉପରେ ନିର୍ଭର କରେ ନାହିଁ। ଆମର ପାର୍ଥିବ ଆନନ୍ଦ କାରଣ ଉପରେ ନିର୍ଭର କରେ। ରସଗୋଲା ଖାଇଲେ ସୁଖ ମିଳିବ, ସୁକୋମଳ ଶଯ୍ୟାରେ ସୁଖ ମିଳିବ, ଉଚ୍ଚ କ୍ଷମତା ପଦ ପଦବୀ ଇତ୍ୟାଦିରେ ଅହଙ୍ଗତ ସନ୍ତୁଷ୍ଟି ମିଳିବ, ସୁଖ ମିଳିବ। କୌଣସି ବୌଦ୍ଧିକ କର୍ମ କରିଦେଲେ ଗୋଟେ ମାନସିକ ସନ୍ତୁଷ୍ଟି ମିଳିବ, ସୁଖ ମିଳିବ। ଏଇ ସବୁ କାରଣ ଭିତ୍ତିକ। କିନ୍ତୁ ଯୋଉଟା ପରମ ଆନନ୍ଦ ସେଟା ଅକାରଣ, ତେଣୁ ସେଟା କେବେ ଖଣ୍ଡିତ ହୁଏ ନାହିଁ। ଯୋଉଟା କାରଣ ଭିତ୍ତିକ, ସେ କାରଣଟି ଅନ୍ତର୍ହିତ ହେଇଗଲେ ସୁଖ ମଧ୍ୟ ବିଲୁପ୍ତ ହେଇଯାଏ। ତାହେଲେ ସେ ଦୁଃଖ ବିହୀନ ପରମ ସୁଖ, ପୂଜ୍ୟ ବାବୁଜୀ ମହାରାଜ ବହୁତ ସୁନ୍ଦର ଶବ୍ଦଟି ବ୍ୟବହାର କରିଛନ୍ତି ତାଙ୍କର ଏଇ ରୂପାନ୍ତର ଯୁଗର ନାମ ଜପ ବହିରେ। ଦୁଃଖ ବିହୀନ ପରମ ସୁଖ, ମାନେ ଯୋଉ ସୁଖରେ ଦୁଃଖର କୌଣସି ମିଶ୍ରଣ ନଥିବ। ଏଇଟା ଗୋଟେ ବହୁତ ସୁନ୍ଦର ଚିହ୍ନିବାର ଉପାୟ, ପହଚାନ ଯାହାକୁ କହନ୍ତି, ବହୁତ ସୁନ୍ଦର ପହଚାନ। ପାର୍ଥିବ ସୁଖ ଗୁଡିକ ଦୁଃଖକୁ ନେଇକରି ଆସିଥାଏ, ଦୁଃଖକୁ ମିଶେଇକରି ଆଣିଥାଏ। ଏମିତି କୌଣସି ପାର୍ଥିବ ସୁଖ ନାହିଁ ଯାହା ସହିତ ଦୁଃଖଟି ଜଡିତ ହେଇକରି ନଥିବ। କିନ୍ତୁ ଯୋଉଟା ଦିବ୍ୟ ଆନନ୍ଦ ବା ପରମ ଆନନ୍ଦ, ସେଥିରେ କୌଣସି ପ୍ରକାର ଦୁଃଖ କ୍ଲେଶ ମିଶିକରି ନଥାଏ। ଏବଂ ସେଟା ଏଭଳି ଗୋଟେ ଅବସ୍ଥା ଯେ ଜଣେ ଶାରୀରିକ କଷ୍ଟ ପାଉଥିଲେ ମଧ୍ୟ, ରୋଗ ଯନ୍ତ୍ରଣା ଛଟପଟ ହଉଥିଲେ ମଧ୍ୟ ସେ ଆନନ୍ଦ ଉପଭୋଗ କରିପାରିବ। କାରଣ ସେଟା ପୁରା ଅକାରଣ, କାରଣ ଉପରେ ନିର୍ଭର କରେ ନାହିଁ। ଯେତେବେଳେ ଆସିବ ବନ୍ୟାର ପ୍ଲାବନ ଭଳି, ତାକୁ କେହି ପ୍ରତିହତ କରିପାରିବେ ନାହିଁ। ସେଟା ପାଇବା କେମିତି? ୟାର ସନ୍ଧାନରେ ଆବମାନ କାଳରୁ ମଣିଷ ବ୍ରତୀ ହେଇଛି, ସାଧନା କରିଛି, ଏବଂ ତାର ସାଧନା ପ୍ରସୂତ ଫଳ ଆମେ ସମସ୍ତେ ବର୍ତ୍ତମାନ ଭୋଗ କରୁଛନ୍ତି। ଅସଂଖ୍ୟ ଯୋଗ ପରମ୍ପରା, ଯୋଗ ମାର୍ଗ এই পুণ্যভୂমি ଭାରତବର୍ଷରେ। କାରଣ ଅସଂଖ୍ୟ ମାର୍ଗ ରହିଛି ସେ ସତ୍ୟର ସନ୍ଧାନ ପାଇଁ। ଯିଏ ଯୋଉ ବାଟରେ ଗଲା, କିଛି ସନ୍ଧାନ ପାଇଲା, ସେ ଗୋଟେ ମାର୍ଗ ଆବିଷ୍କାର କରିଦେଲା। ତାର ଅନେକ ଗୁଡିଏ ଫଲୋଅର୍ସ ହେଇଗଲେ, ଅନୁଗାମୀ ସୃଷ୍ଟି ହେଇଗଲେ। ଏମିତି ଶହ ଶହ ଯୋଗ ପରମ୍ପରା, ହଜାର ହଜାର, ଲକ୍ଷ ଲକ୍ଷ। ଏବଂ ତାର ପରିଣାମରେ ଆମର ମଧ୍ୟ ଅନ୍ତରରେ ପ୍ରେରଣା ଜାଗ୍ରତ ହେଇଛି। ଆମେ ମଧ୍ୟ ସତ୍ୟାର୍ଥୀ ହେଇଛୁ, ଆମେ ମଧ୍ୟ ପରମାର୍ଥୀ ହେଇଛୁ, ଜ୍ଞାନାର୍ଥୀ ହେଇଛୁ। ସେଥିପାଇଁ ତ ଏଇ ପାଠଚକ୍ର ଆମେ ଏକତ୍ରିତ ହେଇଛନ୍ତି। ଏସବୁ ସେଇ ଦିବ୍ୟଜନନୀଙ୍କର କୃପା। ତେବେ ପ୍ରସଙ୍ଗକୁ ଫେରି ଆସିବା ଯେ ଯେତେବେଳେ ଜଣେ ସତ୍ୟର ସନ୍ଧାନ କରେ, ପରମ ଆନନ୍ଦ କିଭଳି ପାଇବ, ସେ ଦେଖେ ଯେ ତାର ଚେତନାର ବିଭିନ୍ନ ସ୍ତର, ବିଭିନ୍ନ ଅଂଶକୁ ତାକୁ ଜାଣିବାକୁ ପଡିବ। କାହିଁକି ଚେତନା କୋଡ ଆସିଗଲା? ଦେଖନ୍ତୁ, ଗୋଟେ ଛୋଟ ଉଦାହରଣ। ଯଦି ମୁଁ ଜାଣିବାକୁ ଚାହିଁବି ଯେ କେଉଁ ଖାଦ୍ୟ ମୋର ଶରୀରକୁ ଠିକ ସୁହାଉଛି, କୋଉଟା ସୁହାଉ ନାହିଁ, ଅନେକ ବହି ଅଛି, ପୁସ୍ତକଗତ ଜ୍ଞାନ ପାଖରେ ଅଭାବ ନାହିଁ, ଡାକ୍ତର ଅଛନ୍ତି ଟିପ୍ସ ଦେବା ପାଇଁ, ଅନେକ ସଜ୍ଜନ ଅଛନ୍ତି, କିନ୍ତୁ କିଛି ବି ମୋ ଉପରେ ପ୍ରଭାବ ପକାଉନାହିଁ ଯେପର୍ଯ୍ୟନ୍ତ ମୁଁ ତାକୁ ଅଙ୍ଗେ ନ ନିଭେଇଛି। ପୁସ୍ତକଗତ ଜ୍ଞାନ ବା ବାହ୍ୟ ଜ୍ଞାନର ଆଉ ଗୋଟେ ଅସୁବିଧା ହଉଛି, ସେଟା ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବରେ ଲାଗୁ ହୁଏ ନାହିଁ। ବ୍ୟକ୍ତିରୁ ବ୍ୟକ୍ତି ଭିନ୍ନ ଭିନ୍ନ ହେଇପାରେ। ଯେମିତି ସମାନ ରୋଗ ହେଇଥିବ, କିନ୍ତୁ ଦି ଜଣ ଅଲଗା ଅଲଗା ରୋଗୀକୁ ଜଣେ ବିଚକ୍ଷଣ ଡାକ୍ତର ଯଦି ହେଇଥିବେ, ସେ ଅଲଗା ଅଲଗା ଔଷଧ ଦେବେ। ରୋଗ ସମାନ ବାହାରୁ ଦେଖିବା ପାଇଁ, କିନ୍ତୁ ରୋଗୀର ବଳାବଳ, ତାର ଶରୀରରେ ବାତ ପିତ୍ତ କଫର ଅନୁପାତ,
ଏବଂ ବିଭିନ୍ନ ଜିନିଷ ଆଣବିକ ରାସାୟନିକ ସଂରଚନା ହରମୋନାଲ ଯୋଉ ରେସିଓ ଏସବୁ ଦେଖି ତା ପାଇଁ ଅଲଗା ଅଲଗା ଔଷଧ ବ୍ୟବହାର କରାଯାଏ, ଅଲଗା ଅଲଗା ରୋଗୀ ପାଇଁ ଅଲଗା ଅଲଗା। ଠିକ ସେମିତି ଭିନ୍ନ ଭିନ୍ନ ରୋଗ ପାଇଁ ଜଣେ ବ୍ୟକ୍ତିକୁ ଗୋଟିଏ ସମାଧାନ ମଧ୍ୟ ବତାଯାଇପାରେ, କାରଣ ସେଇ ଗୋଟିଏ କାରଣ ବା ଉପସର୍ଗ ଯାହା ଥିବ, ଗୋଟେ ଯୋଉ ନିଦାନ ଥିବ, ତା ଉପରେ ନିର୍ଭର କରି ଦୁଇଟି ଭିନ୍ନ ଭିନ୍ନ ରୋଗର ଲକ୍ଷଣ ତା ଭିତରେ ପ୍ରକାଶିତ ହେଇପାରେ, କିନ୍ତୁ ମୂଳ କାରଣଟି ଗୋଟିଏ ହେଇଥିବ। ତେଣୁ ଗୋଟିଏ ଔଷଧରେ ଏକାଧିକ ରୋଗ ଭଲ ହେଇଯିବ। ଏଇ ସବୁ ଆମର ପ୍ରାଚୀନ ଆୟୁର୍ବେଦ ତତ୍ତ୍ୱବିଦ ମାନେ, ଯାହାଙ୍କୁ ବର୍ତ୍ତମାନ ଡାକ୍ତର କୁହାଯାଉଛି, ସେମାନେ ନିଜ ଶରୀରକୁ ଭଲ ଭାବରେ ଅନୁଭବ କରି ଏବଂ କେଉଁ ପ୍ରାକୃତିକ ଗୁଣମଲତାରେ ତାର ସମାଧାନ ରହିଛି, ସେ ଗୁଣମଲତା ଗୁଡିକ ସହିତ ଏକାତ୍ମ ହେଇକରି, ଏକାତ୍ମତା ଦ୍ୱାରା ଜ୍ଞାନ, ନଲେଜ ବା ଆଇଡେଣ୍ଟିଟି, এই ଉପାୟରେ ସେମାନେ ତାର ଔଷଧ ବା ସମାଧାନ ସବୁ ରେମେଡି ସବୁ ବାହାର କରୁଥିଲେ। ସେମାନେ ଯେଉଁ ଉପାୟରେ ଏସବୁ ରେମେଡି ବାହାର କରୁଥିଲେ, ପ୍ରକୃତରେ ସେଇଟା ହିଁ ପନ୍ଥା, ନଲେଜ ବା ଆଇଡେଣ୍ଟିଟି। ଏବଂ ସେତକ କରିବା ପୂର୍ବରୁ ପ୍ରଥମତଃ ଆମ ନିଜ ଶରୀର ସହିତ ଆମେ ତ ଏକାତ୍ମ ହେଇପାରିବା। ଆଉ ଗୋଟେ ବୃକ୍ଷ ବା କୌଣସି ପ୍ରାଣୀ ତା ଚେତନା ସହିତ ଏକାତ୍ମ ହବାଟା ହୁଏତ କଷ୍ଟକର ହେଇପାରେ, କିନ୍ତୁ ନିଜ ଚେତନା ସହିତ ଏକାତ୍ମ ହବା, ଯୋଉଟା କି ସ୍ୱଭାବ ସୁଲଭ ଉପଲବ୍ଧି ହେଇଥିବା କଥା ଆଗରୁ ଥିଲା। ମନର ବିକାଶ କ୍ରମରେ ଆମେ ଏଇ ପ୍ରତିଭାଟି, ଏଇ ଗୁଣଟି, ଏଇ ସାମର୍ଥ୍ୟଟି ଆମେ ହରେଇ ବସିଛୁ, ଯାହା ପଶୁପକ୍ଷୀ ମାନଙ୍କର ଅଛି। ନିଜ ଚେତନାର ଆବଶ୍ୟକତା, ଶରୀରଟା କଣ ଚାହୁଁଛି, ପ୍ରାଣଟା କଣ ଚାହୁଁଛି, ସେମାନେ ଭଲ ଭାବରେ ବୁଝିପାରନ୍ତି। ଯଦିଓ ସେଟା ବୁଝେଇ ପାରିବେ ନାହିଁ କାହାକୁ, ସେ ସାମର୍ଥ୍ୟ ନାହିଁ, କମ୍ୟୁନିକେଟ କରିପାରିବେ ନାହିଁ, କିନ୍ତୁ ନିଜେ ବୁଝିପାରନ୍ତି, ଅନୁଭବ କରିପାରନ୍ତି। ଆମର ସେ ସାମର୍ଥ୍ୟ ଅଛି, ଆମେ ତାକୁ ବିକଶିତ କରିବା। ଯାହା ଥିଲା କାଳକ୍ରମ ହରେ ବସିଛୁ, କିନ୍ତୁ ପୁନର୍ବାର ତାକୁ ରିଭାଇଭ କରାଯାଇବ, ପୁନର୍ଜାଗ୍ରତ କରାଯାଇପାରେ। ଏଇ ସିଦ୍ଧାନ୍ତରେ ଜଣେ ପହଞ୍ଚିଯିବ ଆପେ ଆପେ ଯେ ମତେ ପ୍ରଥମେ ଜାଣିବାକୁ ପଡିବ, ଚେତନାର ବିଭିନ୍ନ ସ୍ତରକୁ ଚିହ୍ନିବାକୁ ପଡିବ, ତା ସହିତ ଏକାତ୍ମ ହେବାକୁ ପଡିବ ଏବଂ ତାର ଆବଶ୍ୟକତା କଣ ଜାଣିବାକୁ ପଡିବ। ଇଏ କଣ କହୁଛି ସେଥିରେ ମୋର କଣ ଯାଏ? ପଢା ଶୁଣାରେ ଆମେ କେତେ ରିଲାଇ କରିବା? ପରିଶେଷରେ ଶେଷକୁ ଆସିବା ଯେ ନିଜ ଶରୀରକୁ ନିଜେ ହିଁ ଜାଣିବାର ଅଛି, ଅନୁଭବ କରିବାର ଅଛି, ତାର ଆବଶ୍ୟକତା ଚିହ୍ନିବାର ଅଛି। ଡାକ୍ତର କହୁଛନ୍ତି ମାଛ ମାଂସ ଖାଅ, ପ୍ରୋଟିନ ମିଳିବ, ଅନ୍ୟାନ୍ୟ ଭିଟାମିନ ମିନେରାଲ୍ସ ମିଳିବ, ଦେହ ଭଲ ରହିବ। ମତେ କିନ୍ତୁ ସୁଟ୍ କରୁନାହିଁ। ସୁଟ୍ ପ୍ରକୃତରେ କରୁନାହିଁ ନା ମୁଁ ଧର୍ମର ଦ୍ୱାହି ଦେଇକରି କିମ୍ବା ଆଧ୍ୟାତ୍ମିକତାର ଦ୍ୱାହି ଦେଇକରି ଖାଉନାହିଁ। ଅନେକ ଲୋକ ଏମିତି ଅଛନ୍ତି, ବିଭିନ୍ନ ତିଥିରେ ଖାଇବେ ନାହିଁ, ବିଭିନ୍ନ ବାରରେ ଖାଇବେ ନାହିଁ, ବାଛି ବାଛିକରି ଅମୁକ ଦିନ ଖାଇବେ। ଠିକ ଅଛି, ସେମାନେ ଗୋଟେ ଶୃଙ୍ଖଳା ଅବଲମ୍ବନ କରୁଛନ୍ତି। ହୁଏତ ପ୍ରତିକୂଳ ସ୍ଥିତିରେ, ପ୍ରତିକୂଳ ପରିବେଶରେ, ଗ୍ରହ ନକ୍ଷତ୍ର ସ୍ଥିତି ଅନୁଯାୟୀ ପ୍ରତିକୂଳ ପରିସ୍ଥିତିରେ ଖାଦ୍ୟର ବିଷାକ୍ତ ପ୍ରଭାବ ପଡେ। ତାହା ଆହୁରି ସୂକ୍ଷ୍ମ ବିଜ୍ଞାନ। ତାକୁ ଜଣେ ଅନୁଭବ କରୁଛି ଯଦି ଏବଂ ନିଜକୁ ସଂଯତ କରୁଛି, ବହୁତ ଭଲ କଥା। କିନ୍ତୁ ଅନ୍ଧ ଭାବରେ ଧର୍ମର ଦାହି ଦେଇକରି ଖାଉନଥିବା ବା ଖାଉଥିବା ଲୋକ, ଏମାନଙ୍କର ବିଶେଷ ପ୍ରଗତିର ସମ୍ଭାବନା ନାହିଁ, କାରଣ ସେମାନେ ଅନ୍ଧ ଭାବରେ କରୁଛନ୍ତି, ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ଯେ ଜିଜ୍ଞାସୁ, ଯେ ସାଧକ, ସେ ବୁଝିବା ପାଇଁ, ଅନୁଭବ କରିବା ପାଇଁ, ପ୍ରୟୋଗ କରିବା ପାଇଁ ଚେଷ୍ଟା କରେ
ଏବଂ ତାପରେ ସେ ଦେଖିବ ଯେ ବିଭିନ୍ନ ଖାଦ୍ୟର, ଖାଲି ମାଛ ମାଂସ କାହିଁକି, ବିଭିନ୍ନ ଖାଦ୍ୟର ବିଭିନ୍ନ ପ୍ରକାର ପ୍ରଭାବ ପଡୁଛି। ସୂକ୍ଷ୍ମରୁ ଆହୁରି ସୂକ୍ଷ୍ମ ଆଡକୁ ସେ ଗତି କରିବ। ଅଦାଟି ଖାଇଲେ କଣ ପ୍ରଭାବ ପଡୁଛି, ଲଙ୍କାଟି ଖାଇଲେ କଣ ପ୍ରଭାବ ପଡୁଛି, ପିଆଜ ଖାଇଲେ କଣ ହଉଛି, ନ ଖାଇଲେ କଣ ହଉଛି, ରସୁଣ ଖାଇଲେ କଣ ହଉଛି, ନ ଖାଇଲେ କଣ ହଉଛି। ସେ ଦେଖିବ କୋଉଟା ଉତ୍ତେଜକ, କୋଉଟା ଉତ୍ତେଜକ ନୁହେଁ। ବେଳେ ବେଳେ ଉତ୍ତେଜକ ଖାଦ୍ୟ ଦରକାର ହୁଏ ଶରୀରକୁ ଗରମ ଉଷ୍ଣତା ପ୍ରଦାନ କରିବା ପାଇଁ। ଉଷ୍ଣ ବୀର୍ଯ୍ୟ ବୋଲି ସେମାନଙ୍କୁ କୁହାଯାଏ। ଯୋଉମାନେ ଶରୀରକୁ ଶୀତଳ କରନ୍ତି ସେମାନେ ଶୀତ ବୀର୍ଯ୍ୟ। କାହାର କେମିତି ପ୍ରଭାବ ପଡୁଛି ସେ ଅନୁଭବ କରିବ। ତାପରେ ସେ ନିଜେ ସ୍ଥିର କରିବ ଯେ କୋଉ ଖାଦ୍ୟ ତା ପାଇଁ ଗ୍ରହଣୀୟ। ପୁଣି ଗୋଟେ ଖାଦ୍ୟ ସବୁଦିନ ପାଇଁ ଗ୍ରହଣୀୟ ବା ଅଗ୍ରହଣୀୟ ନୁହେଁ। ସେ ଦେଖିବ ଯେ କେବେ କେବେ ସେଟା ଗ୍ରହଣୀୟ ହଉଛି, ଆଉ କେବେ କେବେ ଗ୍ରହଣୀୟ ହଉନାହିଁ। ତେଣୁ ନିଜକୁ ବୁଝି ଭଲ ଭାବରେ ପରଖି ନିରେଖି ସେ ନିଜ ପାଇଁ ଗୋଟେ ପନ୍ଥା ନିର୍ଦ୍ଧାରଣ କରିବ, ଯାହାକୁ କୌଣସି ପୋଥି, କୌଣସି ଗ୍ରନ୍ଥ କାଟି ପାରିବେ। ଯିଏ ଯାହା କହିଲେ ତାର କଣ ଯାଏ ଆସେ। ନିଜର ଅନୁଭବଠୁ ବଳି ଆଉ ସତ୍ୟ ଅଛି କି ଆପଣ ମାନେ କୁହନ୍ତୁ। କିଏ କୋଉ ଡାକ୍ତର କହିଲା କଣ କହିଲା ମୋର କଣ ଯାଏ ଆସେ। ମୋର ଶରୀର ଯାହା କହୁଛି ସେଇଟା ମୋ ପାଇଁ ସତ୍ୟ। ଏଇଟା ଅତି ଗୋଟେ ସ୍ଥୂଳ ଉଦାହରଣ ଦିଆଗଲା ଚେତନାର। ତାପରେ ସାଧକ ସେଠି ଅଟକି ଯିବ ନାହିଁ। ନିଶ୍ଚୟ ସେ ଦେଖିବ ଯେ କେବଳ ପେଟ ବିଷୟରେ ସଚେତନ ହେଲେ ଚଳିବ ନାହିଁ, ଅନ୍ୟ ଅଙ୍ଗ ଗୁଡିକ ବିଷୟରେ ସଚେତନ ହେବାକୁ ପଡିବ। ଗଳା ବିଷୟରେ, ମସ୍ତିଷ୍କ ବିଷୟରେ, ପାଦ ବିଷୟରେ, ବିଭିନ୍ନ ସଂସ୍ଥାନ ସମ୍ପର୍କରେ ସେ ଯେତେ ଏକାଗ୍ର ହବ ସେତେ ଭିତରକୁ ଭେଦ କରିବ ଏବଂ ଦେଖିବ ଯେ ଏଇ ଶରୀର ବୋଲି ଆମେ ଯୋଉ କହୁଛୁ ଏହାର ବିଭିନ୍ନ ସଂସ୍ଥାନ ରହିଛି, ସିଷ୍ଟମ୍ସ। ପାଚନ ସଂସ୍ଥାନ, ରକ୍ତ ସଞ୍ଚାଳନ ସଂସ୍ଥାନ, ପ୍ରଜନନ ସଂସ୍ଥାନ, ଶ୍ୱାସକ୍ରିୟା ସଂସ୍ଥାନ, ରେଚନ ସଂସ୍ଥାନ ଇତ୍ୟାଦି, ସ୍ନାୟୁ ସଂସ୍ଥାନ। ଟିକିନିକି ଭାବରେ ନ ଜାଣିଲେ ସେ ଯଥାର୍ଥ ଡିସିଜନ ନେଇପାରିବ ନାହିଁ। ଏଭଳି ଭାବରେ ଗଭୀର ଭାବରେ ନିଜର ଚେତନାକୁ ଅଧ୍ୟୟନ କରୁ କରୁ ସେ ପହଞ୍ଚିଯିବ ସମ୍ପୂର୍ଣ୍ଣ ଶରୀର ବିଜ୍ଞାନରେ। କିନ୍ତୁ ସେ ଦେଖିବ ସମ୍ପୂର୍ଣ୍ଣ ଶରୀର ବିଜ୍ଞାନ ଆୟତ୍ତ କରିବା ପୂର୍ବରୁ ସେ ଦେଖିବ ଯେ ଶରୀରକୁ ପରିଚାଳିତ କରୁଛି ଯେଉଁ ଶକ୍ତି, ଗୋଟେ ବିରାଟ ପ୍ରାଣର ପ୍ରବାହ, ତାର ଉତ୍ସ ପୁଣି କଣ? ସେଇଟା ଗୋଟେ ଜଟିଳ ତନ୍ତ୍ର ବା ଗୋଟେ ସଂରଚନା। ତାକୁ ପୁଣି ସେ ଖୋଜିବା ପାଇଁ ଚେଷ୍ଟା କରିବ। ତାର ମୂଳ ଉତ୍ସ କଣ? କିଭଳି ଅନ୍ନରୁ ପ୍ରାଣ ପ୍ରସ୍ତୁତ ହେଉଛି? ନା ପ୍ରାଣ ଆଉ କୋଉଠି ଅଛି? ବିଶ୍ୱ ପ୍ରାଣରୁ କେମିତି ଆମର ଏଇ ଯନ୍ତ୍ରଟି ଶକ୍ତି ଆହରଣ କରି ନେଉଛି, ଶୋଷି ଆଣୁଛି? ପୁଣି ଏଇ ଦେହଗତ ପ୍ରାଣ ବା ପ୍ରାଣ ପରିଚାଳିତ ଦେହକୁ ଆଗକୁ ଚଲାଉଛି ଆଉ ଗୋଟେ ଶକ୍ତି, ତାକୁ ବାଟ କଢଉଛି, ଉପାୟ ବତଉଛି, ବୁଦ୍ଧି। ଏଇଟା ଗୋଟେ ସଂସ୍ଥା, ମନୋମୟ ଚେତନା। ସେ ଦେଖିବ ଯେ ତାର ଏଇ ଆଧାରଟି କେବଳ ଶରୀର ନୁହେଁ, ତାକୁ ଆଧାର କହିବାକୁ ପଡିବ ଏବଂ ଆଧାରଟି ଗୋଟେ ଜଟିଳ ସଂସ୍ଥାନ। ଏଠି ଅନ୍ନମୟ କୋଷ ଅଛି, ପ୍ରାଣମୟ କୋଷ ଅଛି, ମନୋମୟ କୋଷ ଅଛି। ଯେମିତି ଏଇ ଶରୀରର ବିଭିନ୍ନ ସେଲ୍ସ ଅଛି ବୋଲି ଆମେ ଜାଣିପାରୁଛୁ, ପ୍ରାଣୀ ବିଜ୍ଞାନୀ ମାନେ କହୁଛନ୍ତି ପ୍ରତ୍ୟେକ ପ୍ରାଣୀର ଶରୀରଟି ବିଭିନ୍ନ କୋଷ ଦ୍ୱାରା ଗଠିତ। ଅସଂଖ୍ୟ କୋଷ, ପୁଣି ବିଭିନ୍ନ ପ୍ରକାରର କୋଷ। ଏଥିରେ ଆଜିର ବିଜ୍ଞାନଟା ସରିଯାଇଛି କେବଳ ଶରୀରର କୋଷ ବିଷୟରେ। କିନ୍ତୁ ଯେ ପ୍ରକୃତରେ ଯୋଗୀ
ସେ ଆବିଷ୍କାର କରିଛି ଯେ ପ୍ରାଣ ମଧ୍ୟ ସେମିତି କୋଷ ଦ୍ୱାରା ଗଠିତ। ଭାଇଟାଲ ସେଲ୍ସ ବି ଅଛନ୍ତି, ମେଣ୍ଟାଲ ସେଲ୍ସ ବି ଅଛନ୍ତି, ମନୋମୟ କୋଷ ଗୁଡିକ ଅଛି। ଆହୁରି ଗଭୀରକୁ ସେ ଗଲେ ଜାଣିବ ଯେ ପ୍ରତ୍ୟେକ ପ୍ଲେନ ବା ପାର୍ଟର ପୁଣି ସବ୍ ଡିଭିଜନ୍ସ ଅଛି। ଅନ୍ନମୟ କୋଷର ବିଭିନ୍ନ ସ୍ତର, ପ୍ରାଣମୟ କୋଷର ବିଭିନ୍ନ ସ୍ତର, ମନୋମୟ କୋଷର ବିଭିନ୍ନ ସ୍ତର। ଏବଂ ଆହୁରି ଗଭୀରକୁ ସେ ଗଲେ ଜାଣିବ ଯେ ଏ ପ୍ରତ୍ୟେକ ସ୍ତରର ବିଭିନ୍ନ କେନ୍ଦ୍ର ଗୁଡିକ ଆମର ଆଧାର ଭିତରେ ସୂକ୍ଷ୍ମ ଭାବରେ ଅଛି, ଯାହାକୁ ପୁରାତନ ଯୁଗୀ ମାନେ କହନ୍ତି ସପ୍ତଚକ୍ର। ପ୍ରକୃତରେ ସପ୍ତଚକ୍ର ହେଉଛି 7ଟି ମୁଖ୍ୟ କେନ୍ଦ୍ର, ନହେଲେ କେନ୍ଦ୍ର ତ ଅନନ୍ତ। ଏବଂ ପାତଞ୍ଜଳ ଯୋଗ ସୂତ୍ରରେ ଏବଂ ବିଭିନ୍ନ ଆମର ପୁରାତନ ଯୋଗଧାରାର ଗ୍ରନ୍ଥ ମାନଙ୍କରେ ଏହି ସପ୍ତଚକ୍ର ବିଷୟରେ ଲେଖା ହେଇଛି। ମୂଳାଧାର ସ୍ୱାଧିଷ୍ଠାନ, ମଣିପୁର ଅନାହତ, ବିଶୁଦ୍ଧ ଆଜ୍ଞା ଓ ସହସ୍ରାର। ଏକଥା ପ୍ରଭୁ ମଧ୍ୟ ଗୋଟେ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଇ ଅଧ୍ୟାୟରେ ଆମେ ପରବର୍ତ୍ତୀ ସମୟରେ ସେଟା ଆଲୋଚନା କରିବା। ଯଦିଓ ପ୍ରଭୁ ବିଶଦ ଭାବରେ ବର୍ଣ୍ଣନା କରିନାହାନ୍ତି, ପ୍ରକୃତରେ ଏତେ ସ୍କୋପ ନାହିଁ। ଯେତେବେଳେ ସେ ଜଣକୁ ପତ୍ର ଲେଖୁଛନ୍ତି ଏତେ ବିସ୍ତୃତ କରି ଲେଖିଲେ ତ ଗ୍ରନ୍ଥ ହେଇଯିବ। ପ୍ରକୃତରେ ସେ ଯେତିକି ବି ଲେଖିଛନ୍ତି ତାହା ଏତେ ଘନୀଭୂତ ଭାବରେ ଲେଖିଛନ୍ତି, ଆମେ ଯଦି ତାକୁ, ଏଇଟା ଆମର ଦାୟିତ୍ୱ ଯେ ଆମେ ତା ଉପରେ ଗବେଷଣା କରିବା, ତାର ଗଭୀରତାକୁ, ତାର ବିସ୍ତୃତିକୁ ଯିବା ପାଇଁ ଆମେ ଚେଷ୍ଟା କରିବା। ତା ବିଷୟରେ ଯେତେ ଅଧିକ ତଥ୍ୟ ସମ୍ଭବ ଆମେ ସଂଗ୍ରହ କରିବା ଏବଂ ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝିବା। ଦେଖିବା ଯେ ପ୍ରଭୁଙ୍କର ଗୋଟେ ଗୋଟେ ବାକ୍ୟ ମଧ୍ୟ ଆମ ପାଇଁ 40-50 ପୃଷ୍ଠାର ମେଟେରିଆଲ ଆମକୁ ଯୋଗାଇ ଦେବ। ସେଇଟା ଆମର କର୍ତ୍ତବ୍ୟ। ପ୍ରକୃତରେ ଆମେ ତାକୁ ମନେ ରଖିବା। ତେବେ ଧୀରେ ଧୀରେ ସାଧକ ଯେତେବେଳେ ତାର ଗୋଟିଏ ପରେ ଗୋଟିଏ ଜିଜ୍ଞାସାର ସମାଧାନ କରି ଚାଲୁଥାଏ, ଖୋଜି ଚାଲୁଥାଏ, ଧୀରେ ଧୀରେ ସେ ଚେତନାର ବିଭିନ୍ନ ସ୍ତର, ବିଭିନ୍ନ ଅଂଶର ପରିଚୟ ପାଇ ଯାଉଥାଏ। ତେଣୁ ଗୋଟିଏ ବାକ୍ୟରେ ଯୋଉ କହନ୍ତି ଆମର ଜୀବନର ଲକ୍ଷ୍ୟ ହେଉଛି ନିଜକୁ ଜାଣିବା। ପ୍ରିୟ ଭାଇ ମାନେ, ସେ ନିଜକୁ ଜାଣିବାଟା ପ୍ରକୃତରେ ଏତେ ଗଭୀର, ଆଦୌ ସରଳ ନୁହେଁ। ଗୋଟେ ଧାଡିରେ ସେଟା ତୁଟି ଯାଉନାହିଁ। ନିଜକୁ ଜାଣିବାର ଅର୍ଥ କଣ? ନିଜର ଚେତନାର ଅସଂଖ୍ୟ ସ୍ତର ଏବଂ ସେମାନଙ୍କର କାର୍ଯ୍ୟକାରିତା, workings, different planes and parts of our being and their workings, ଏ ସବୁ ବିଷୟରେ ଟିକିନିଖି ଭାବରେ ସଚେତନ ହେବା, ଏଇଟା ହଉଛି ନିଜକୁ ଜାଣିବା। ସେତକ ଦେଖିବ ଯେ ହୁଏତ ତାର ସମ୍ପୂର୍ଣ୍ଣ ଜୀବନ କାଳ ଏଥିପାଇଁ ଯଥେଷ୍ଟ ହେବ ନାହିଁ, କିନ୍ତୁ ତାର ସଂକଳ୍ପ ଯଦି ଦୃଢ ଥାଏ ତାହେଲେ ଗୋଟେ ଜୀବନ କାଳ ମଧ୍ୟରେ ବି ସେ ନିଜ ଚେତନାର ସମ୍ପୂର୍ଣ୍ଣ ପରିଚୟ, ସମସ୍ତ ଜଟିଳତାର ପରିଚୟ ସେ ଲାଭ କରିପାରେ। କାରଣ ପ୍ରଭୁ ତାହା କରିକି ଦେଖେଇଛନ୍ତି, ମା କରିକି ଦେଖେଇଛନ୍ତି, ଏବଂ ଆମମାନଙ୍କ ପାଇଁ ମଧ୍ୟ ସେ ସମ୍ଭାବନାର ଦ୍ୱାରଟି ଖୋଲି ଯାଇଛି। ତେଣୁ ପ୍ରଥମ ପତ୍ରରେ ପ୍ରଭୁ କହିଲେ, ମୁଁ କେବଳ ତାର ସାରାଂଶଟା ଉପସ୍ଥାପନ କରିଦେଉଛି। ପ୍ରଥମ ପତ୍ରରେ ପ୍ରଭୁ କହିଲେ ଯେ ମନୁଷ୍ୟ ନିଜକୁ ଜାଣେ ନାହିଁ, ନିଜ ସତ୍ତାର ବିଭିନ୍ନ ଅଙ୍ଗ ସମୂହକୁ ପୃଥକ ପୃଥକ ଭାବରେ ଚିହ୍ନିବାକୁ ଶିଖେ ନାହିଁ। କାରଣ ଏସବୁକୁ ସେ ମିଶେଇ ଦିଏ। ଗୋଟେକୁ ମନ କହେ, ଗୋଟେକୁ ଶରୀର କହେ। ପ୍ରାଣ ବିଷୟରେ ତ ଆମେ ପ୍ରାୟ ଅସଚେତନ ଥାଉ, ଏବଂ ସେଥିପାଇଁ ପ୍ରକୃତରେ ଏଇ ଅଂଶଟା ଆମର ସବୁଠୁ ନେଗ୍ଲେକ୍ଟେଡ, ଅବହେଳିତ ଅଂଶ। ସେଥିପାଇଁ ସବୁଠୁ ବେଶୀ ସମସ୍ୟା ଏ ପ୍ରାଣ ପ୍ରକୃତି ଦ୍ୱାରା ହିଁ ସୃଷ୍ଟି ହେଇଥାଏ। ତେଣୁ ଯିଏ ସଚେତନ ମଣିଷ, ସେ ଆମର ଚେତନାର
ଜଟିଳତା ସମ୍ପର୍କରେ ସଚେତନ ହେବାକୁ ଚାହେଁ, ଯେଉଁ ସବୁ ଶକ୍ତି ଆମମାନଙ୍କୁ ପରିଚାଳିତ କରୁଛି ତାକୁ ଆମେ ଜାଣିବା ଦରକାର, ତାକୁ ଚିହ୍ନିବା ଦରକାର। ଏବଂ ଏଇ ଅଭ୍ୟାସ ଆମକୁ ପରିଚିତ କରିଦେବ ସେଇ ଜଗତ ସହିତ ଯାହାକୁ ଆମେ କହୁ ପ୍ରାଣ ଜଗତ। ଯେଉଁ ଜଗତ ଆମର ସ୍ଥଳ ଦୃଷ୍ଟିର ଅନ୍ତରାଳରେ ଅଛି, ଆମର ଅଦୃଶ୍ୟ। ମାଙ୍କୁ ଥରେ ପ୍ରଶ୍ନ କହିଲା, ଅଦୃଶ୍ୟ ଜଗତ କେଉଁ ଗୁଡ଼ିକ? ମା କହୁଛନ୍ତି ଏଟା ପ୍ରଚଣ୍ଡ ପ୍ରଶ୍ନ, ସହଜରେ ଉତ୍ତର ଦେଇହେବନି, କାରଣ ଅସଂଖ୍ୟ ଜଗତ ରହିଛି ଏବଂ ସବୁଠୁ ବେଶୀ ଜଟିଳ ଏବଂ ଭୟଙ୍କର ଜଗତ ହଉଛି ପ୍ରାଣ ଜଗତ। ଯେମିତି ଅନ୍ନମୟ ସତ୍ତା ଗୁଡିକ ଅଛନ୍ତି, ସେମିତି ପ୍ରାଣିକ ସତ୍ତା ଗୁଡିକ ଥାନ୍ତି। ସେମାନଙ୍କର ସାମର୍ଥ୍ୟ ବେଶୀ, ତାଙ୍କର ଶରୀର ନାହିଁ କିନ୍ତୁ ସାମର୍ଥ୍ୟ ବେଶୀ ଅଶରୀରୀ ସତ୍ତା ଗୁଡିକ। ଏବଂ ପ୍ରାଣ ଜଗତଟା ପ୍ରାୟତଃ ଗୋଟେ ଭୟଙ୍କର ଆଲୋଡ଼ନର ଜଗତ ହେଇଥାଏ। ସେଠି ଭୟଙ୍କର କ୍ରିୟା ପ୍ରତିକ୍ରିୟା, ଘାତ ସଂଘାତ ଗୁଡିକ ସୃଷ୍ଟି ହେଉଥାଏ। ଏବଂ ଆମର ସବୁଠୁ ବଡ ଆଡଭାନ୍ଟେଜ ହଉଛି ଯେ ଆମର ଦେହଟା, ଆମ ଭିତରେ ସେତିକି ପ୍ରାଣ ଶକ୍ତି ଆହରଣ କରୁଛି, ବିଶ୍ୱ ପ୍ରାଣ ନେଇ ଆସୁଛି ପ୍ରାଣ ଜଗତରୁ, ଯେତିକି ତାର ଆବଶ୍ୟକ ତାକୁ କାମରେ ଲଗାଉଛି। କିନ୍ତୁ ଅନାବଶ୍ୟକ ପ୍ରାଣ ଶକ୍ତି ଗୁଡିକ ଯେମିତି ଆମ ଭିତରକୁ ଅନୁପ୍ରବେଶ ନ କରିପାରନ୍ତି, ସେଥିପାଇଁ ଗୋଟେ ଦୁର୍ଗ ସୃଷ୍ଟି କରିଦେଇଛି। ସେ ଦୁର୍ଗ ହଉଛି ଏ ଶରୀର, ଗୋଟେ ପ୍ରାଚୀର ଭଳି, ଦୁର୍ଗ ଭଳି ସେ ଆମକୁ ପ୍ରାଣ ଜଗତର ଇନଭେଜନ ବା ଇଣ୍ଟରଫିୟରେନ୍ସ ରୁ ରକ୍ଷା କରୁଛି। ନହେଲେ ଏ ଅତି ଦୁର୍ଦାନ୍ତ ପ୍ରାଣିକ ସତ୍ତା ଗୁଡିକ ଆମର କ୍ଷୁଦ୍ର ପ୍ରାଣ ଚେତନାଟାକୁ ଖିନ ଭିନ କରି ଖାଇଯାଆନ୍ତି, ଗୋଟେ ମୁହୂର୍ତ୍ତ ବି ଆମେ ବଞ୍ଚି ପାରନ୍ତେ ନାହିଁ। ତେଣୁ ପୁଣି ସେ ଯୋଉ ପ୍ରାଣ ଜଗତ ସହିତ ଆମର ଶରୀର ଯୋଉ ସମ୍ପର୍କ ଗୋଟେ ଦୁର୍ଗ ଭଳି ରକ୍ଷା କରୁଛି, ସେ ଜଗତ ପ୍ରତି ଖୋଲି ଯିବା ପାଇଁ ବା ତା ଭିତରକୁ ଯିବା ପାଇଁ ଏଇ ଦୁର୍ଗ ଦେହରେ କିଛି ଦ୍ୱାର ମଧ୍ୟ ଅଛି। ସେଗୁଡିକ ହଉଛି ଆମର ଚେତନାର ବିଭିନ୍ନ କେନ୍ଦ୍ର, ଯେମିତି ମଣିପୁର ଚକ୍ର ଏବଂ ହୃଦ୍ ଚକ୍ର ବା ଅନାହତ ଚକ୍ର, ସ୍ୱାଧିଷ୍ଠାନ ଚକ୍ର ମଧ୍ୟ କିଛି ପରିମାଣରେ। ସେଇ କେନ୍ଦ୍ର ଗୁଡିକ ଗୋଟେ ଗୋଟେ ଓପନିଂ, ଯାହା ଅବଶ୍ୟ ମୁଦ୍ରିତ ହେଇକି ରହିଛି ଭଗବାନଙ୍କ ଆଶୀର୍ବାଦରୁ, କିନ୍ତୁ ଆମେ ଚାହିଁଲେ ତାକୁ ଖୋଲି ପାରିବା। ଉଚ୍ଚତର ଚେତନା ଯେମିତି ମନମୟ ଚେତନା ଏବଂ ଉଚ୍ଚ ମନର ଚେତନାର ଦ୍ୱାର ଗୁଡିକ ହେଲେ ଆମର ବିଶୁଦ୍ଧ ଚକ୍ର ଏବଂ ଆଜ୍ଞା ଚକ୍ର। ଅନ୍ନମୟ ଜଗତର ଦ୍ୱାର ହେଲା ଆମର ମୂଳାଧାର ଚକ୍ର। ଏସବୁ ଅନୁଭବର ବିଷୟ, ଏଗୁଡିକ ଆଦୌ ତାତ୍ବିକ ବିଷୟ ନୁହେଁ, କେବଳ ଜାଣିବା ପାଇଁ ଆମେ ପଢୁନାହୁଁ, ଏଇଟା ଆମର ଅନୁଭବରେ ଆସିବାକୁ ବାଧ୍ୟ। ଅନେକ ଭାବନ୍ତି ଯେଉଁମାନେ ପୂର୍ଣ୍ଣଯୋଗର ଅନୁଗାମୀ, ମା ଶିବଙ୍କର ଭକ୍ତ, ସେମାନଙ୍କ ପାଇଁ ପୁରାତନ ଯୋଗ ମାର୍ଗ, ତାର ସବୁ ଯେଉଁ ତତ୍ଵ ସିଦ୍ଧାନ୍ତ ଗୁଡିକ ଏସବୁ ଆଦୌ ପ୍ରଯୁଜ୍ୟ ନାହିଁ, ଏସବୁର ଆବଶ୍ୟକତା ନାହିଁ। ପ୍ରକୃତରେ ସେମିତି ନୁହେଁ। ଜଣେ ଯଦି ପୂର୍ଣ୍ଣଯୋଗରେ ସିଦ୍ଧ ହେଇଯାଏ, ତାହେଲେ ଏଇ ସବୁ ପୁରାତନ ଯୁଗର ସିଦ୍ଧି ଗୁଡିକ, ଚେତନା ବିଭିନ୍ନ ସ୍ତର ବିଷୟରେ ପରିଚିତ ହେବା, କେନ୍ଦ୍ରମାନଙ୍କ ବିଷୟରେ ସଚେତନ ହେବା, ଏଗୁଡିକ ତା ପାଇଁ ଅତି ପିଲା ଖେଳ ଭଳି, ଅତି ଅଳ୍ପ ସମୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଏସବୁ ଅନୁଭୂତି ତାକୁ ପ୍ରାପ୍ତ ହେଇଯିବ, ଯାହାକି ପୁରାତନ ଯୁଗ ମାର୍ଗରେ ତାକୁ ଅନେକ ବର୍ଷ ଲାଗିଥାନ୍ତା, ଅନେକ ଜନ୍ମ ମଧ୍ୟ ଲାଗିଥାଇ ପାରନ୍ତା। ପୂର୍ଣ୍ଣ ଯୁଗରେ ଏସବୁ ସିଦ୍ଧି ଆପେ ଆପେ ଆସିଯିବ। ଜଣେ ଯଦି ପୋଷ୍ଟ ଗ୍ରାଜୁଏଟ ଶ୍ରେଣୀର ବିଦ୍ୟା ଆୟତ୍ତ କରିନେଇଛି, କଣ ସେ ପ୍ରାଇମେରୀ ଶ୍ରେଣୀର ଜ୍ଞାନ ଜାଣିନଥିବ? ସେକେଣ୍ଡାରୀ ଇଣ୍ଟରମିଡିଏଟ କଣ ଜାଣିନଥିବ? ନିଶ୍ଚୟ, ଏଥିରେ ସନ୍ଦେହର ଅବକାଶ ନାହିଁ। କାରଣ ସେଟା ନ ଜାଣିକରି ସେ ସେଇ ଷ୍ଟେଜକୁ ଯାଇପାରିବ ନାହିଁ। ଜଣେ ସେଇ ସ୍କୁଲରେ ପଢିଛି କି ନା ଭିନ୍ନ କଥା, ନ ପଢିଲେ କଣ ହଉଛି?
ଆମର ଜ୍ଞାନ ଦରକାର, ସାର୍ଟିଫିକେଟ ଦରକାର ନାହିଁ। ଏବଂ ଜ୍ଞାନ ଜଣେ ନିଜେ ନିଜେ ଅଧ୍ୟୟନ କରି କିମ୍ବା ଘରୋଇ ଭାବରେ ବିଭିନ୍ନ ସାଧକ ଅନୁଭବୀ ମାନଙ୍କର ମାର୍ଗଦର୍ଶନ ଲାଭ କରି ମଧ୍ୟ ପ୍ରାପ୍ତ କରିପାରେ। ପୁରାତନ ଯୋଗ ମାର୍ଗରେ ଏସବୁ ସିଦ୍ଧି ଆୟତ୍ତ କରିବାଟା ଯେମିତି ଗୋଟେ ସ୍କୁଲରେ ନାମ ଲେଖେଇକରି କ୍ଲାସ ପରେ କ୍ଲାସ ପାସ୍ କଲା ଭଳିଆ, ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଆମକୁ ଗୋଟେ କଥା ମନେ ରଖିବାକୁ ପଡିବ ଯେ ପୂର୍ଣ୍ଣଯୋଗର ସାଧକକୁ ମଧ୍ୟ ଏଇ ସବୁ ଅନୁଭବ ଦେଇକରି ଯିବାକୁ ପଡିବ। ଚେତନାର ବିଭିନ୍ନ ସ୍ତର, ବିଭିନ୍ନ ଅଂଶ ସମ୍ପର୍କରେ ଜାଣିବାକୁ ପଡିବ। କେବଳ ଜାଣିବା ମାନେ ମାନସିକ ଜାଣିବା ନୁହେଁ, ତାକୁ ଅନୁଭବ କରିବା। ଆମର ବିଭିନ୍ନ ଆବେଗ ପ୍ରବିଗର ଉତ୍ସ, ତାର କାରଣ, କିଭଳି ସେମାନେ ଆମର ଚେତନାକୁ ବିଶୃଙ୍ଖଳିତ କରିଦଉଛନ୍ତି, ଏସବୁ ଆମକୁ ବୁଝିବାକୁ ପଡିବ। ଏବଂ ପରିଶେଷରେ ଆମର ଚେତନାର ସତ୍ୟ ଯୋଉଠି ଲୁକାୟିତ ହେଇକି ରହିଛି, ସତ୍ୟ ପ୍ରେରଣା, ସତ୍ୟ ଜ୍ଞାନ ଯୋଉଠି ରହିଛି, ଯାହାକି ଆମର ସତ୍ୟ ଚେତନା, ସେ ସତ୍ୟ ପୁରୁଷଙ୍କୁ ଅନୁଭବ କରିବା, ତାଙ୍କୁ ସମ୍ମୁଖକୁ ଆଣିବା, ଏଇଟା ହିଁ ଆମର ପରମ ଲକ୍ଷ୍ୟ ବୋଲି ମଧ୍ୟ ଆମେ ସେତେବେଳେ ସଚେତନ ହେଇଯିବା। ତେଣୁ ଯୋଗ ଆଉ କିଛି ନୁହେଁ, ନିଜ ଚେତନାର ଟିକିନିଖି ଭାବରେ ପୁଙ୍ଖାନୁପୁଙ୍ଖ ପରିଚୟ ଲାଭ କରିବା ଏବଂ ତା ଉପରେ ପ୍ରଭୁତ୍ୱ ଅର୍ଜନ କରିବା। କେବଳ ପରିଚୟ ଲାଭ କଲେ, ଜାଣିଗଲେ ଯଥେଷ୍ଟ ନୁହେଁ, ତା ଉପରେ ପ୍ରଭୁତ୍ୱ ବା ନିୟନ୍ତ୍ରଣ ହାସଲ କରିବା, ଏଇଟା ହେଉଛି ଯୋଗର ଲକ୍ଷ୍ୟ। ତେଣୁ ଏଇଭଳି ଭାବରେ ଆମର ଏଇ ବ୍ୟାକଗ୍ରାଉଣ୍ଡ, ସେଥିପାଇଁ ମୁଁ ଆଜି ଗୋଟେ ଉପକ୍ରମ ଭାବରେ ଏଇଟା ଉପସ୍ଥାପନ କଲି ଯେ ଏଇ ବ୍ୟାକଗ୍ରାଉଣ୍ଡ ନଲେଜ ସହିତ ଆମେ ପ୍ରଭୁଙ୍କର ପରବର୍ତ୍ତୀ ପତ୍ର ଗୁଡିକ ଆଲୋଚନା କରିବା। ଯଦି ଆପା ଭାଇ ମାନେ ଆଉ କିଛି ପରିଶ୍ରମ କରି ଏସବୁ ପୁରାତନ ଯୋଗ ପ୍ରକ୍ରିୟା ଏବଂ ସେଗୁଡିକର ବିଭିନ୍ନ ଅନୁଭୂତି, ସିଦ୍ଧି ଇତ୍ୟାଦି ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିପାରନ୍ତି, ସେଟା ଆହୁରି ଆମର ଆଲୋଚନାରେ ସହାୟକ ହେବ ଏବଂ ଯୋଉମାନେ ଚାହିଁବେ ମଧ୍ୟ ସଂକ୍ଷେପରେ ଉପସ୍ଥାପନ କରିପାରନ୍ତି। ତେବେ ଆଜି ପାଇଁ ଆଲୋଚନାକୁ ମୁଁ ଏଠି ବିରାମ ଦେବାକୁ ବାଧ୍ୟ ହେଉଛି। ଆଉ ଗୋଟେ ପାଠ୍ୟଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିବାର ଅଛି। ତେଣୁ ମାଙ୍କ ପାଖରେ କ୍ଷମା ଭିକ୍ଷା କରି ଏବଂ ସମସ୍ତ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରି ରହୁଛି। ବନ୍ଦେ ମାତରମ୍।